ସାମ୍ନାକୁ ଆସିଲା ପାକିସ୍ତାନର ଅସଲି ଚେହେରା। ଏତେ ଖରାପ ପାକିସ୍ତାନ ଖେଳାଳି। ଭାରତ ପାଖରୁ ଏସିଆ କପ୍ ଫାଇନାଲ ମ୍ୟାଚ୍ ଜିତି ପାରିଲେନି ବୋଲି ମନରେ ଏତେ ରାଗ। ମ୍ୟାଚ୍ ହାରିବା ପରେ ପ୍ରାୟ 55 ମିନିଟ୍ ପର୍ଯ୍ୟନ୍ତ ଡ୍ରେସିଂ ରୁମ୍ରୁ ବାହାରକୁ ଆସିନଥିଲେ ପାକିସ୍ତାନ ଖେଳାଳି। ଆଉ ଏତେବେଳେ ସେଲିବ୍ରେସନ୍ ଆରମ୍ଭ ହେଲା ଏବଂ ପାକିସ୍ତାନ ଅଧିନାୟକଙ୍କୁ ରନର୍ ଅଫ୍ ଚେକ୍ ମିଳିଲା। ସେତେବେଳେ ପାକିସ୍ତାନର ଅସଲ ରୂପ ସାମ୍ନାକୁ ଆସିଲା। ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କୁ ରନର୍ ଅଫ୍ ର $75 ଏକ ଚେକ୍ ପ୍ରଦାନ କରାଯାଇଥିଲା। ହେଲେ ତାଙ୍କର ଏତେ ରାଗ, ସେହି ଚେକ୍‌କୁ ସମସ୍ତଙ୍କ ସାମ୍ନାରେ ଫୋପାଡ଼ି ଦେଇଥିଲେ ପାକିସ୍ତାନର ଅଧିନାୟକ। ପରବର୍ତ୍ତୀ ଖବର ଭାରତୀୟ ଟି-20 ଅଧିନାୟକ ସୂର୍ଯ୍ୟ କୁମାର ୟାଦବ ସମସ୍ତ ଏସିଆ କପ୍ ମ୍ୟାଚ୍ ପାଇଁ ତାଙ୍କର ମ୍ୟାଚ୍ ଫିସ୍ ଭାରତୀୟ ସେନା ଏବଂ ପହଲଗାମ ଆକ୍ରମଣ ପୀଡ଼ିତଙ୍କୁ ଦାନ କରିବେ। ରବିବାର ରାତି ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ୟାଦବ ଏହି ଘୋଷଣା କରିଛନ୍ତି। ଭାରତୀୟ ଅଧିନାୟକ ପୂର୍ବରୁ ଏସିଆ କପ୍‌ର ପ୍ରଥମ ମ୍ୟାଚ୍ ଜିତିବା ପରେ ତାଙ୍କର ମ୍ୟାଚ୍ ଫିସ୍ ସେନା ଏବଂ ପହଲଗାମ ଆକ୍ରମଣରେ ଶହୀଦ ହୋଇଥିବା ଲୋକଙ୍କ ପରିବାରକୁ ଉତ୍ସର୍ଗ କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ମୋର ମ୍ୟାଚ୍ ଫିସ୍ ଆମର ସଶସ୍ତ୍ର ବାହିନୀ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା। ଏସିସି ଅଧ୍ୟକ୍ଷ ମହସିନ ନକଭୀଙ୍କ ହାତରୁ ଟ୍ରଫି ନେବାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି, ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଷ୍ଟାଡିୟମ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଅପେକ୍ଷା କରିବାକୁ ପଡ଼ିବା ସହ ହଟହଟା ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ଭାରତ ପାକିସ୍ତାନକୁ 5 ୱିକେଟ୍ ପରାସ୍ତ କରିଥିଲା, ଯାହା ପରେ ଟ୍ରଫି ପ୍ରଦାନ ଉତ୍ସବ 1.5 ଘଣ୍ଟାରୁ ଅଧିକ ବିଳମ୍ବ ଆରମ୍ଭ ହୋଇଥିଲା। ଟିମ୍ ଇଣ୍ଡିଆର ଖେଳାଳିମାନେ ଷ୍ଟାଡିୟମ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇଥିଲେ, ଯେଉଁଥିପାଇଁ ଏସିଆ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମହସିନ ନକଭୀ ୟୁଏଇ ରାଜପରିବାରର ସଦସ୍ୟ ବହୁତ ସମୟ ପାଇଁ ଷ୍ଟାଡିୟମରେ ଠିଆ ହୋଇଥିଲେ। ଶେଷରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଠାରୁ ଟ୍ରଫି ଗ୍ରହଣ କରିବା ମନା କରିଦେଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଆରବ ଏମିରେଟ୍ କ୍ରିକେଟ୍ ବୋର୍ଡର ଉପାଧ୍ୟକ୍ଷ ଖାଲିଦ ଅଲ ଜାହୁରୀ ଟିମ୍ ଇଣ୍ଡିଆ ଏସିଆ କପ୍ ଟ୍ରଫି ପ୍ରଦାନ କରିପାରନ୍ତି। ପରବର୍ତ୍ତୀ ଖବର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଭାରତକୁ ଏକ ବଡ଼ ଝଟକା ଦେଇଛନ୍ତି। ଯଦିଓ ସେ ସିଧାସଳଖ ଭାରତ ଉପରେ ଟାର୍ଗେଟ୍ କରିନାହାନ୍ତି, କିନ୍ତୁ ତାଙ୍କର ଏହି କାମରେ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ିବ। ଆଜ୍ଞା ହଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ବ୍ରାଣ୍ଡେଡ୍ ଏବଂ ପେଟେଣ୍ଟ ଔଷଧ ଆମଦାନୀ ଉପରେ 100% ଶୁଳ୍କ ଲାଗୁ କରିଛନ୍ତି। ଏହା ପୁଣି ଥରେ ଭାରତ ଔଷଧ କ୍ଷେତ୍ରରେ ଏବଂ ଆମେରିକା ଏହାର ରପ୍ତାନି ଉପରେ ନଜର ପକାଇଛି। ନୂତନ ଆମେରିକା ଶୁଳ୍କ ଅକ୍ଟୋବର 1ରୁ କାର୍ଯ୍ୟକାରୀ ହେବ। ଆଉ ଏହା ଘୋଷଣା ହେବା ପରେ ଶୁକ୍ରବାର ଷ୍ଟକ୍ ବଜାର ଖୋଲିବା ମାତ୍ରେ ଔଷଧ ସୂଚକ 2% ଅଧିକ ହ୍ରାସ ପାଇଛି। ଦେଶର 119ଟି ଔଷଧ କମ୍ପାନୀ ମଧ୍ୟରୁ 112ଟି ଶେୟାର ହ୍ରାସ ପାଇଛି। ସକାଳେ ସେସନରେ ଏହି ସଂଖ୍ୟା ଆହୁରି ଅଧିକ ଥିଲା, ଯାହା ଫଳରେ ବାଣିଜ୍ୟ ସେସନ ଫାର୍ମା କ୍ଷେତ୍ରରେ ମୂଲ୍ୟ 74,000 କୋଟିରୁ ଅଧିକ ଟଙ୍କା ହ୍ରାସ ଘଟିଛି। ଟିଭିସ୍ ଲେବସରୁ ଆରମ୍ଭ କରି ସନ୍ ଫାର୍ମା ଏବଂ ଡକ୍ଟର ରେଡ୍ଡି ପର୍ଯ୍ୟନ୍ତ ଶେୟାର ବଜାର ଗୁରୁତ୍ୱପୂର୍ଣ୍ଣ ହ୍ରାସ ପାଉଛି। ପରବର୍ତ୍ତୀ ଖବର ସିଗ୍ନାଲ ନ ମିଳିବାରୁ ପ୍ଲାଟଫର୍ମ ଭିତରକୁ ମାଡ଼ି ଆସିଲା ଶତାବ୍ଦୀ ଏକ୍ସପ୍ରେସ୍। ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା।
ଘଟଣାକୁ ନେଇ ଦାୟିତ୍ୱହୀନ 2 ଲୋକ ପାଇଲଟ ଅଟକ। ମାର୍କୋଣା ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟା ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି ଏହି ରେଲୱେ ଷ୍ଟେସନ। ହାଡ଼ୱାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନଟି ସୋର-ଲେଲ୍ ଷ୍ଟେସନରେ ଅତିକ୍ରମ କରିବା ପରେ ମାର୍କୋଣା ଷ୍ଟେସନରୁ 2 ନମ୍ବର ପ୍ଲାଟଫର୍ମ ଦେଇ ଯିବାକୁ ଥିଲା। ମାତ୍ର ଷ୍ଟେସନ ମାଷ୍ଟର ସିଗନାଲ ଦେବା ପୂର୍ବରୁ ଲୋକ ପାଇଲଟ ଦ୍ରୁତ ଗତିରେ ଥିବା ଟ୍ରେନକୁ ଷ୍ଟେସନର ଭିତରକୁ ଭର୍ତ୍ତି କରିଥିଲେ। ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନକୁ ଅଟକାଇବାରୁ ଏକ ବଡ଼ ଧରଣର ଘଟଣାକୁ ରୋକାଯାଇଥିଲା। ଏହି ଘଟଣାରେ 2 ଲୋକ ପାଇଲଟଙ୍କୁ ଅଟକାଇ ରଖାଯାଇଥିବା ସୂଚନା ମିଳିଛି। ପୁରୀ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଓ ଭୁବନେଶ୍ୱର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଗତକାଲି ସୋର ଷ୍ଟେସନରେ ସନ୍ଧ୍ୟା 5:35ରେ ଆସି ପହଞ୍ଚିଥିଲା। ହାଡ଼ୱାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଅପରାହ୍ନ 5:46 ଟ୍ରେନକୁ ଷ୍ଟେସନରେ ଛାଡ଼ିବାକୁ ଗ୍ରୀନ ସିଗନାଲ ଦେଉଥିଲେ ଷ୍ଟେସନ ମାଷ୍ଟର। ତେବେ ହଠାତ୍ ମେନ୍ ଲାଇନ ହାଡ଼ୱାରୁ ପୁରୀ ଅଭିମୁଖେ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ମାଡ଼ି ଆସୁଥିଲା। ଏହି ଟ୍ରେନକୁ ରେଡ୍ ସିଗନାଲ ଥିବା ସତ୍ତ୍ୱେ ଧୀରେ ଧୀରେ ମନର ଗତିରେ ଷ୍ଟେସନ ପରିସରକୁ ମାଡ଼ି ଆସୁଥିଲା। ସ୍ଥିତିକୁ ନେଇ ପୂର୍ବରୁ ଗ୍ରୀନ ସିଗନାଲ ପାଇ ଜନଶତାବ୍ଦୀ ଏକ୍ସପ୍ରେସ ସିଗନାଲକୁ ରେଡ୍ କରାଇଥିଲା।